ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୁଁ ଆଜି ଆସିଥିଲି ଆକ୍ଚୁଆଲି ଆହମେଦାବାଦ କୌଣସି ଏକ କାର୍ଯ୍ୟରେ। ଆହମେଦାବାଦରୁ ଗତକାଲି ମୁଁ ଏବଂ ମୋର ଦୁଇ ଜଣ ବନ୍ଧୁ ଆମେ ଆସିକି ପହଞ୍ଚିଲୁ ଗୋଟେ ସୁରଟରେ। ସୁରଟରେ ଆସିଲା ପରେ ଏଠିକାର ଯେଉଁ ଖାଦ୍ୟ ଆମ ଓଡ଼ିଶାର ବ୍ୟଞ୍ଜନ ଭିତରେ ବହୁତ ତଫାତ୍। ବର୍ତ୍ତମାନ ଦେଖନ୍ତୁ ଗୋଟେ ଗୁଜୁରାତି ଥାଲି ମୁଁ ମଗାଇଛି, ସେ ଗୁଜୁରାତି ଥାଲିରେ ଏମାନଙ୍କର ଖାଇବା ଆମ ଖାଇବା ଭିତରେ ଦେଖନ୍ତୁ କେତେ ଡିଫରେଣ୍ଟ। ଇଏ ହେଉଛି ଦେଖନ୍ତୁ ଗୁଜୁରାତି ଥାଲି। ଗୁଜୁରାତି ଥାଲିରେ ସେମାନଙ୍କର ପ୍ରାୟ ଦେଖନ୍ତୁ ସବୁ କ'ଣ କହିଲେ ମାନେ ସାଦା ଥାଲି ମୁଁ ମଗାଇଥିବି ଗୁଜୁରାତି ଥାଲି, ଯେଉଁଟାକି ସମ୍ପୂର୍ଣ୍ଣ ନିରାମିଷ ଏବଂ ସବୁ ଭେଜ୍ ଆଇଟମ୍ ଉପରେ। ଯେମିତିକି ଆମେ ଓଡ଼ିଶାରେ କୌଣସି ଏକ ହୋଟେଲ ବା ରେଷ୍ଟୁରାଣ୍ଟ ବା ଆମେ କୌଣସି ଜାଗାକୁ ଯେତେବେଳେ ଯାଉଛେ, ପ୍ରଥମେ ତ ଆମେ କୌଣସି ସାଦା ଥାଳି ହେଉ ବା ଅଣ୍ଡା ଥାଳି ହେଉ ବା ମାଛ ଥାଳି ହେଉ ବା ଚିକେନ୍ ଥାଳି ହେଉ ବା ମଟନ୍ ଥାଳି ହେଉ, ବିଭିନ୍ନ ପ୍ରକାର ଯେମିତିକି ମାଛ ମାଂସଠୁ ନେଇକି ଆଇଁଷ ଏବଂ ସାଧା ଉପରେ ଆମେ ଖାଉଛେ। ବେସିକାଲି ଗୁଜୁରାଟରେ ସେଇଟା ନାହିଁ। ମ୍ୟାକ୍ସିମମ୍ 90% ଜାଗାରେ ଆମେ ଯେତିକି 2-3 ଦିନ ଭିତରେ ବୁଲିଲୁ, ପ୍ରାୟତଃ ସବୁ ସାଧା ଖାନା, ମତଲବ ଭେଜ୍, ପ୍ରାୟ ସମ୍ପୂର୍ଣ୍ଣ ନିରାମିଷ। ଏଠି ମାଛ ମାଂସ ଏତେଟା ନାହିଁ। ଆମେ ତ 2 ଦିନ ଭିତରେ କୌଣସି ପ୍ରକାର ମାଛ ମାଂସ କେଉଁଠି ଦେଖିନୁ, କେଉଁଠି ବି ଥାଇପାରେ ଜାଣିନୁ, କିନ୍ତୁ ଏଠି ପ୍ରାୟତଃ ସବୁ ନିରାମିଷ ଉପରେ 2-3 ଦିନ ଆହମେଦାବାଦରେ ଯେତିକି ଦେଖ ପ୍ରାୟତଃ ସବୁ ସାଦା ଆଇଟମ୍। କିନ୍ତୁ ଏଇଠି ଜିନିଷ ଆପଣ ଦେଖୁ, ଆମେ ଯେମିତି ଘୋଳ ଦେଇ ଖାଉଛୁ ଓଡ଼ିଶା, ଘୋଳ ଦେଇ ଆମେ ପିଉ, ଏଠି ଏଇ ଦେଖନ୍ତୁ ଏଠି ଛାଚ୍ କହୁଛନ୍ତି, ଏଇଟା କମ୍ପଲସରି ରହୁଛି ପ୍ରାୟ ଜାଗାରେ। ଯେଉଁ ଜାଗାରେ ବି ଆମେ ଖାଉଛେ, ପ୍ରାୟ ଆମେ ସେ ଭେଜ୍ରେ ହେଉ କି କୌଣସି ଆମେ କରୁଛେ, ପ୍ରାୟ ଜାଗାରେ ଏଇଟା ଦିଆଯାଉଛି। ଏଇଟା ଆପଣ ଥରେ 2 ଥର 5 ଥର ମାଗିଲେ ବି ସେମାନେ ଦେଉଛନ୍ତି। ଆଉ ବେସିକାଲି ତ ତାଙ୍କର ଏଇଟା ହେଉଛି କମନ୍ ଜିନିଷ। ସାଲାଡ଼କୁ ନେଇକି ବିଭିନ୍ନ ପ୍ରକାର 2-4 ପ୍ରକାର 5 ପ୍ରକାର ରଖି ଦେଉଛନ୍ତି ତାଙ୍କର ସାଧା ଥାଲି ଆଇଟମ୍। ଇଏ ଥାଳିଟା 100 ଟଙ୍କା ମାତ୍ର। 100 ଟଙ୍କାରେ ଦେଖନ୍ତୁ କେତେ ସୁନ୍ଦର ଖାଇବା ଦେଇଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।